ପୁରୁଷମାନେ ଖୁସିରେ ରହିବାର ମୁଖ୍ୟ 7ଟି କାରଣ। ଫୋନରେ କଥାବାର୍ତ୍ତା କେବଳ 30 ସେକେଣ୍ଡ। 5 ଦିନର ଯାତ୍ରା ପାଇଁ ଗୋଟିଏ ପ୍ୟାଣ୍ଟ ସାର୍ଟ ଯଥେଷ୍ଟ। ଆମନ୍ତ୍ରଣ ନ କଲେ ମଧ୍ୟ ବନ୍ଧୁତା ପକ୍କା। ପୁରା ଜୀବନ ସାରା ଗୋଟିଏ ହେୟାର ଷ୍ଟାଇଲ। କୌଣସି ସପିଂ ପାଇଁ 20 ମିନିଟ୍ସ ଏନଫ୍। ଅନ୍ୟର ବେଶଭୂଷା ଦେଖି କୌଣସି ଈର୍ଷା ନାହିଁ, କୌଣସି ନଖରା ନାହିଁ। ସାଧା ସିଧା ଲାଇଫଷ୍ଟାଇଲ। ଆଜି ପିନ୍ଧିଥିବା ଡ୍ରେସ୍ କାଲି ପାଟିରେ ଚଳିଯିବ। ଶିବ ପୁରାଣରେ କୁହାଯାଇଛି ଯେ ଯେଉଁଦିନ ଜଣେ ପତ୍ନୀ ତାଙ୍କ ସ୍ୱାମୀକୁ କହେ ଯେ ତୁମକୁ ବିବାହ କରି ଜୀବନ ମୋର ବ୍ୟର୍ଥ ହୋଇଯାଇଛି, ସେହିଦିନ ନାରୀର ସତୀତ୍ୱ ଶେଷ ହେବ ଏବଂ ସେହି ପରିବାରର ଭାଗ୍ୟ ଦୁର୍ଭାଗ୍ୟରେ ପରିଣତ ହେବ। ଅନ୍ୟର ଖୁସିରେ ଖୁସି ହେବାକୁ ଚେଷ୍ଟା କରନ୍ତୁ, ଦେଖିବେ ଆପଣଙ୍କୁ କେବେ ଦୁଃଖ ସ୍ପର୍ଶ କରିବନି। କଥା କୁହନ୍ତୁ ଏମିତି ଯେମିତି 5 ଲୋକଙ୍କୁ ଭଲ ଲାଗୁଥିବ। କାମ କରନ୍ତୁ ଏମିତି ଯେମିତି 5 ଲୋକ ପ୍ରଶଂସା କରୁଥିବେ। ଚିନ୍ତା କରନ୍ତୁ ଏମିତି ଯେମିତି 5 ଲୋକଙ୍କର ମଙ୍ଗଳ ହେଉଥିବ। କିଛି ଲୋକ ହସିକି ବି କଷ୍ଟ ସହିଯାଆନ୍ତି, ଆଉ ଏକା ଥିଲା ସମୟରେ ବହୁତ କାନ୍ଦିଥାନ୍ତି, କାହାକୁ ବି ଜାଣିବାକୁ ଦେଇନଥାନ୍ତି, ଆଉ କଷ୍ଟକୁ ଲୁଚାଇ ମୁହଁରେ ମିଛ ହସ ନେଇ ଜୀବନ ବିତାନ୍ତି। ଜୀବନରେ ଏତେ ବି ସରଳ ହୁଅନ୍ତୁ ନାହିଁ ଯେ ଲୋକେ ଆପଣଙ୍କର ସଫଳତାର ଫାଇଦା ଉଠାଇବେ। ବିଜୁଳି ତାରରେ କରେଣ୍ଟ ନଥିଲେ ଲାଇଟ୍ ଲଗାଇବା ବଦଳରେ ଲୁଗା ଶୁଖେଇ ଦିଅନ୍ତି। ସେହିପରି ଏ ଦୁନିଆ ଆପଣଙ୍କର ଇମୋସନ କି ଆପଣଙ୍କର ଭାବନାକୁ ବୁଝିବନି। ଦୁନିଆ ସହିତ ତାଳ ମିଶାଇ ଚାଲିବାକୁ ହେଲେ ନିଜକୁ ମଜବୁତ ବନାନ୍ତୁ। ଶ୍ରୀରାମଙ୍କ ପଥ ଆମର ତୀର୍ଥ। ରାମାୟଣରେ ଏକ ବଳିଷ୍ଠ ଚରିତ୍ର ହେଉଛନ୍ତି ଅଙ୍ଗଦ। ସେ କିଷ୍କିନ୍ଧା, ନରେଶ, ବାଳି ଓ ଅପ୍ସରା ତାରାଙ୍କର ଏକମାତ୍ର ପୁତ୍ର। ସେ ଯେପରି ଜ୍ଞାନୀ ସେହିପରି ବିଚାରବନ୍ତ ତଥା ବୀର ବିକ୍ରମ ସମ୍ପନ୍ନ। ଶ୍ରୀରାମ ବାଳୀଙ୍କୁ ବଧ କରିଥିଲେ ସୁଦ୍ଧା ନିଜର ଜ୍ଞାନ ଓ ବୁଦ୍ଧି ଦ୍ୱାରା ଅଙ୍ଗଦ ଜାଣିପାରିଥିଲେ ଯେ ରାମଚନ୍ଦ୍ର ସ୍ୱୟଂ ନାରାୟଣଙ୍କ ଅବତାର। ଫଳରେ ରାମଙ୍କ ପ୍ରତି ତାଙ୍କର ଥିଲା ଅଚଳାଚଳ ଭକ୍ତି। ବାଳି ବଧ ପରେ ଶ୍ରୀରାମ ଅଙ୍ଗଦଙ୍କୁ କିଷ୍କିନ୍ଧାର ଯୁବରାଜ ଭାବେ ଅଭିଷିକ୍ତ କରିଥିଲେ। ତାଙ୍କ ଅନ୍ୱେଷଣରେ ଯେଉଁ ବାନରମାନେ ଦକ୍ଷିଣ ଦିଗକୁ ଯାତ୍ରା କରିଥିଲେ ଅଙ୍ଗଦ ସେମାନଙ୍କର ନେତୃତ୍ୱ ନେଇଥିଲେ। ସମ୍ପାତି ଠାରୁ ସୀତା ଲଙ୍କାରେ ରହୁଥିବା ଜାଣି ସେ ପ୍ରଥମେ ସମୁଦ୍ର ଲଙ୍ଘନ କରି ଲଙ୍କାରେ ପହଞ୍ଚିବାକୁ ଆଗଭର ହୋଇଥିଲେ। କିନ୍ତୁ ଯେହେତୁ ସେ କିଷ୍କିନ୍ଧାର ଯୁବରାଜଙ୍କର ସୁରକ୍ଷା ଦୃଷ୍ଟିରୁ ଜାମ୍ବବାନ ତାଙ୍କୁ ସେଥିରୁ ବିରତ କରିଥିଲେ। ସାଥିରେ ରହି ଯିଏ ଆମ ସହ ଛଳନା କରେ ଠାରୁ ବଡ଼ ଶତ୍ରୁ କେହି ନାହିଁ। ଆମ ମୁହଁରେ ଯିଏ ଆମର ଖରାପ ଗୁଣ କହିଥାଏ ତାଠାରୁ ବଡ଼ ମିତ୍ର କେହି ନାହିଁ। ଯିଏ ଦିନେ ମୋତେ କହୁଥିଲା ଶୁଣ ଆଜି ଶୋଇବନି, ରାତି ସାରା ଅନିଦ୍ରା ରହି ଗପିବା, କିନ୍ତୁ ଏବେ ସେ କହୁଛି ଶୋଇପଡ଼ ମୋତେ ନିଦ ଆସିଲାଣି। ମିଛ ହେଲେ ବି ସତ, ଗୋଟିଏ ମଣିଷ ଠାରୁ ପଶୁ ବହୁତ ଭଲ। କାରଣ ମଣିଷ ବିଶ୍ୱାସରେ ବିଷ ଦିଏ, ହେଲେ ଗୋଟେ ପଶୁ ବିଷରେ ବିଶ୍ୱାସ ଦିଏ। ଏବେ ଥରେ ଭାବିବା ଦରକାର ପ୍ରକୃତରେ ଦୁନିଆରେ ବିଶ୍ୱସ୍ତ କିଏ, ମଣିଷ ନା ପଶୁ? ଜୟ ଶ୍ରୀ ଜଗନ୍ନାଥ।